ଆପଣ ଜାଣିଥିବେ पीएम किसान 19तम किस्ती आपको 24 फेब्रुआरी 2025 ରେ ମିଳିବାକୁ ଯାଉଛି। ତ ଆଜି ଏହି ଭିଡିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣେଇବି ଯେ ଆପଣ 19ତମ କିସ୍ତି ପାଇବା ପାଇଁ ଯୋଗ୍ୟ ଅଛନ୍ତି କି ଅଯୋଗ୍ୟ ଅଛନ୍ତି। ତ କେମିତି ଆପଣ ନିଜ ମୋବାଇଲରେ ଚେକ୍ କରିକି ଜାଣିପାରିବେ ଆପଣ 19ତମ କିସ୍ତି ପାଇବେ କି ନାହିଁ। ତ ଚାଲନ୍ତୁ ଡେରି ନକରି ଭିଡିଓଟିକୁ ଆରମ୍ଭ କରିବା। ତ ଆପଣଙ୍କୁ ଦେଖାଉଛି ସର୍ବପ୍ରଥମେ ଦେଖନ୍ତୁ ଆପଣଙ୍କୁ 24 ଫେବୃଆରୀ 2025 ରେ ଆପଣଙ୍କୁ ମିଳିବ ଯୋଉଟା କି ସେ ଭାଗଲପୁରରେ ଆସିକି ଆପଣଙ୍କୁ ପ୍ରଦାନ କରିବେ। ତ ଆପଣ ଯୋଗ୍ୟ କି ଅଯୋଗ୍ୟ କେମିତି ଚେକ୍ କରିବେ। ତ ସର୍ବପ୍ରଥମେ ଆପଣ ଆପଣଙ୍କର ବ୍ରାଉଜରରେ ଯେକୌଣସି ବ୍ରାଉଜରରେ पीएम किसान टाइप କରିକି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ पीएम किसान ଅଫିସିଆଲ ସାଇଟ୍ ଆପଣଙ୍କ ସାମ୍ନାରେ ଶୋ କରୁଛି। पीएम किसान ସମ୍ମାନ ନିଧି ସେଠାରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ପପଅପ୍ ଆପଣଙ୍କ ସାମ୍ନାରେ ଆସିବ। ଏଟାକୁ ହଟେଇ ଦେବେ। ହଟେଇ ଦେଲା ପରେ ତଳକୁ ସ୍କ୍ରୋଲ ଡାଉନ୍ କରିବେ। ସ୍କ୍ରୋଲ ଡାଉନ୍ କରି ଦେଖିବେ ଆପଣ ଦେଖନ୍ତୁ ଏଇଟା ବେନିଫିସିଆରୀ ଲିଷ୍ଟ ଆପଣଙ୍କୁ ଦେଖଉଛି। ଆପଣ ମୋବାଇଲରେ ମଧ୍ୟ ବେନିଫିସିଆରୀ ଲିଷ୍ଟ ଥିବ। ସେଟାକୁ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଦେଖନ୍ତୁ ସର୍ବପ୍ରଥମେ ଦେଖନ୍ତୁ ଏଟା ଲେଖା ଦେଖନ୍ତୁ ଷ୍ଟେଟ୍। ଆପଣ ସର୍ବପ୍ରଥମେ ଆପଣଙ୍କର ଷ୍ଟେଟ୍ ଚୁଜ୍ କରିବେ। ତାପରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆପଣ ଏଠାରେ ଦେବେ। ଡିଷ୍ଟ୍ରିକ୍ଟ ଦେଲା ପରେ ଆପଣଙ୍କ ସବ୍ ଡିଷ୍ଟ୍ରିକ୍ଟ ଏଠାରେ ଦେବେ ଏବଂ ଆପଣଙ୍କର ବ୍ଲକ ଏଠାରେ ଦେବେ। ବ୍ଲକ ଦେଲା ପରେ ଆପଣଙ୍କର ଭିଲେଜ ଦେବେ। ଭିଲେଜ ଦେଲା ପରେ ଆପଣ ଗେଟ୍ ରିପୋର୍ଟରେ ଆପଣ କ୍ଲିକ୍ କରିବେ। ତ ଚାଲନ୍ତୁ ଫଟାଫଟ ଭରିକି ଆପଣଙ୍କୁ ଦେଖଉଛି। ଆମ ଷ୍ଟେଟ୍ ଓଡ଼ିଶା ତାପରେ ଆପଣ ଆପଣଙ୍କର ଡିଷ୍ଟ୍ରିକ୍ଟ ଚୁଜ୍ କରିବେ। ଆପଣଙ୍କ ସବ୍ ଡିଷ୍ଟ୍ରିକ୍ଟ କ'ଣ ଚୁଜ୍ କରିବେ, ବ୍ଲକ ଚୁଜ୍ କରିବେ ଏବଂ ଭିଲେଜ ଆପଣଙ୍କର କ'ଣ ଗାଁ ଚୁଜ୍ କରିବେ। ଚୁଜ୍ କଲା ପରେ ଗେଟ୍ ରିପୋର୍ଟରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କ ଗାଁରେ କେତେ ଜଣ पीएम किसान ପାଇବା ପାଇଁ ଯୋଗ୍ୟ ଅଛନ୍ତି ସମସ୍ତଙ୍କର ନାଁ ଆପଣଙ୍କର ଏଠାରେ ଶୋ କରୁଛି ଦେଖନ୍ତୁ। ଯଦି ଆପଣଙ୍କର ପ୍ରଥମ ପେଜରେ ଆପଣଙ୍କୁ ଦେଖାଗଲା ନାହିଁ ତ ଏଇଠି ଆପଣଙ୍କୁ ଦେଖନ୍ତୁ ନେକ୍ସଟ ପେଜ ଆପଣ କେମିତି ଯିବେ ଏଠାରେ ଶୋ କରୁଛି। ଆପଣଙ୍କର ପ୍ରଥମ ପେଜରେ ଆପଣଙ୍କର ନାଁ ନାହିଁ ଆପଣ 2 ନମ୍ବର ଅପସନକୁ ଯାଇପାରିବେ। 2 ନମ୍ବର ଆପଣଙ୍କର ନାହିଁ ଆପଣ 3 ନମ୍ବର ଯାଇପାରିବେ ଚେକ୍ କରିପାରିବେ। 3 ନମ୍ବର ନାହିଁ 4 ନମ୍ବର ସେଇଭଳିଆ ଆପଣଙ୍କର ଗାଁରେ ଯେତିକି ଜଣଙ୍କର ନାଁ ଥିବ ସମସ୍ତଙ୍କ ନାଁ ଏଠାରେ ଶୋ କରିବ। ତ ଏଇଭଳିଆ ଭାବରେ ଆପଣ ଆପଣଙ୍କର ନାଁ ଚେକ୍ କରିପାରିବେ 19ତମ କିସ୍ତି ପାଇବା ପାଇଁ।